ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ବା ଶିବ ପାର୍ବତୀଙ୍କ ବିବାହ ଓଡ଼ିଶା ସମ୍ବଲପୁରଠାରେ ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଓଡ଼ିଶାରେ ସମ୍ବଲପୁରର ରାଜା ବଳିୟାର ସିଂ ଦ୍ୱାରା ସର୍ବପ୍ରଥମେ ଅନୁଷ୍ଠିତ ହୋଇଥିଲା। ମହାଭୋଳାନାଥ ଶିବଙ୍କର ମହାପ୍ରକୋପ ମହାପ୍ରଚଣ୍ଡ ଖରାକୁ ଶୀତଳ କରିବାକୁ ଶୀତଳ ଷଷ୍ଠୀ ମାତା ପାର୍ବତୀ ହିଁ ସାନ୍ତ୍ୱନା ଦେଇପାରିବେ ବୋଲି ରାଜା ବଳିୟାର ସିଂ ଶିବ ପାର୍ବତୀଙ୍କର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ କରିଥିଲେ। ଏହା ମଧ୍ୟ ମାନ୍ୟତା ଅଛି କି ଶୀତଳ ଷଷ୍ଠୀ ଯାତ୍ରା ସରିଲା ପରେ ଧରାପୃଷ୍ଠ ଶୀତଳ ହୁଏ ମନସୁନ ଅର୍ଥାତ୍ ମୌସୁମୀ ପବନରେ। ଆଜି ମଧ୍ୟ ସାରା ଓଡ଼ିଶାରେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି। ମହାପ୍ରଭୁ ହରଗୌରୀଙ୍କ ବିବାହ ଯାତ୍ରା ସମ୍ବଲପୁରର ନନ୍ଦପଡ଼ା ବାଲୁକେଶ୍ୱର ମନ୍ଦିର, ଝରୁପଡ଼ାର ଲୋକନାଥ ମନ୍ଦିର, ମୁଣ୍ଡିପଡ଼ାର ଯୋଗେଶ୍ୱରଠାରେ ଅନୁଷ୍ଠିତ ହୋଇଅଛି। ଶିବ ପାର୍ବତୀଙ୍କ ବିବାହକୁ ମୀନା ବଜାର ଖୁବ୍ ଆକର୍ଷଣ କରୁଛି। ଆସନ୍ତୁ ବୁଲିଯିବା ସମ୍ବଲପୁର ବଜାର। ସମ୍ବଲପୁରରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।